ବାପା କାଇଁ ଏମିତି ପାଟି କରୁଛୁ? କଣ ହେଇଛି କହ? ଯୋଉଟା ଆମର ଏବେ ତଳକୁ ଖସିଗଲା। କଥାଟା କଣ କହୁନ? କଣ ହେଇଛି? ଚିନୁଟା ବାହା ହେଇ ଘରକୁ ବୋହୁ ନେଇକି ଆସୁଛି। ଏଇଥିପାଇଁ ତମେ ଏତେ ଛାନିଆ ହଉଛ? ଆଜିକାଲି ପୁଅ ଝିଅ ମାନେ ନିଜ ପସନ୍ଦର ବାହା ହଉଛନ୍ତି। ସେମିତି ମୋ ଝିଅ ନିଜ ପସନ୍ଦର ବାହା ହେଇଯାଇଛି। ନୂଆ କଥା କହୁଛି। ନାଇଁ ନାଇଁ ନାଇଁ, ଆରେ ତୁ ବୁଝୁନୁ କାହିଁକି? କାହାକୁ ବାହା ହେଇଛି ଜାଣିଲେ ତୋ ମୁଣ୍ଡ ଉପରେ ଆକାଶଟା ଛିଣ୍ଡି ପଡିବ। ଆଚ୍ଛା କହିବି। ତଳୁ ମାଟି ଉଠେଇଯିବ। ନାଇଁ ନାଇଁ, କୁହ କୁହ କାହାକୁ ବାହା ହେଇଛନ୍ତି? କୁହ କାହାକୁ ବାହା ହେଇଛନ୍ତି? ପଣ୍ଡା ସାହେବ ଖୋଜିବାକୁ। ଏଗୁଡ଼ା ଧମ ବଲା କଥା ନୁହେଁ। ଏ ଜୟିତା ଶୁଣ, ତୁ ଯା 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 ଯା। ସେମାନଙ୍କୁ ସେ ଅଧ ବାଟରୁ ଫେରାଇ ଦେବୁ। ସେମାନଙ୍କୁ ଘରେ ପଶିବାକୁ ଦେବୁନୁ। କାହିଁକି ପଶି ପାରିବେନି? ନାଇଁ ନାଇଁ, କାହିଁକି ପଶି ପାରିବେନି? ଭଲ କରି ବାହା ହବାଟା ପାପ ନା ଅପରାଧ? ଏଇ ତମେ ଗଲ, ସେ ଦାଣ୍ଡ କବାଟ ପାଖରେ ଠିଆ ହେଇଥିବ, ମୁଁ ଯାଉଛି ବନ୍ଦାପନା ଧାଡ଼ି ଧରିକି ଆସିବି। ତୋ ମୁଣ୍ଡ ଠିକ ଅଛି ତ? ଆଉ ତୁ ବୁଝୁନୁ କାହିଁକି? ଆମେ କଣ ଅଜାତିଆ ଅଛୁଆ ମଣିଷ? ଆମ ଛାଇ ପଡ଼ିଲେ ସେମାନଙ୍କ ପିଣ୍ଡ ମାରା ହେଇଯାଏ। ନ ଗାଧେଇଲେ ସେମାନେ ଘର ଭିତରକୁ ଯାଆନ୍ତିନି। ଆମକୁ ଦିଅ ଦେଉଳ ମନା, ଭାଗବତ ଗୋସାଇ ମନା। ନଷ୍ଟ କରିଦେଲା ଟୋକାଟା, ପୁରା ନଷ୍ଟ କରିଦେଲା। କିଏ ନଷ୍ଟ କରିଦେଲା? ନାଇଁ ନାଇଁ, କିଏ ନଷ୍ଟ କରିଦେଲା? ଅନେକ ଜମା ସେମିତି ରହିବନି। ଗୋଟାଏ ହାତରେ କେବେ ତାଳି ବଜେନି, ଏ କଥା ମନେ ରଖିଥିବ। ବଡ ସାଙ୍ଗଙ୍କ ଝିଅ ଆଉ ଆମ ଚିନୁ ଯଦି ପରସ୍ପର ବିବାହ କରିବେ ନିଷ୍ପତ୍ତି ନେଇଥିବେ। ଆରେ ତୁ ବୁଝୁନୁ କାହିଁକି? ମୁଣ୍ଡା ସାଥେ ଆମ ଚିନୁଟାକୁ ବିଲକୁଲ ଜ୍ୱାଇଁ ଭାବରେ ଗ୍ରହଣ କରିବେନି। ନାଇଁ 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 ବାବା, କଣ ଗୋଟେ ଗାଡି ଶବ୍ଦ ଶୁଭାଗଲାଣି? ବାପା ଆସିଗଲେ। କଣ ଆସିଗଲେ? ତମେ କାହିଁକି ଏମିତି ବ୍ୟସ୍ତ ହଉଛ? ଶୁଣ ଶୁଣ ଶୋଇଆ, ପୁଅ ବୋଉଙ୍କୁ ବନ୍ଦାପନା କରି ଘରକୁ ନେବା, ତାପରେ ଯାହା ଚିନ୍ତା କରିବା। ଆଲା ତତେ କେତେ ଥର କହିଲାଣି? ମୁଣ୍ଡା ସାଥେ ଆମ ଚିନୁଟାକୁ ଜମା ଜ୍ୱାଇଁ ଭାବରେ ଗ୍ରହଣ କରିବେନି। ଆମ ପୁଅ ବୋଉ ତ ଆମ ଘରେ ରହିବେ। ତମେ କିଛି ଭାବନି, ସବୁ ଠିକ ହେଇଯିବ। ମୁଁ ଯାଉଛି ବନ୍ଦାପନା ଥାଳି ଧରିକି ଆସିବି। ତାପରେ ଏ ବୋହୁ, ମୋ ଜାତି ଅଛୁଆ ଛୋଟ ମଣିଷ ହେଲେ ବି ମୋ ଜାତିର ଗୋଟାଏ ନୀତି ନିୟମ ଅଛି। ସେଇ ନୀତି ନିୟମ ଅନୁସାରେ ଆମେ ମାନେ ସମସ୍ତେ ଚଳିବା ପାଇଁ ବାଧ୍ୟ। ଭାଇ ଭଗବାନଟା ପ୍ରଣାମ କରିଯାଅ। ପ୍ରଥମେ ମୁଁ ପ୍ରଶ୍ନର ଉତ୍ତର ଦେବି। କୁହ, ତମେ ଚିନ୍ମୟକୁ ବିବାହ କରିବା କଥା ତମ ବାପାଙ୍କୁ ଜଣେଇଥିଲ? ନା, ଆମ ଜାତି ବିଷୟରେ ସବୁ ଜାଣି ସାରିବା ପରେ ତମେ ଚିନ୍ମୟକୁ ବିବାହ ପାଇଁ ରାଜି ହେଲ କେମିତି? ପ୍ରେମରେ ଜାତି ନଥାଏ। ଆରେ ମା, ତମେ ଏ ଘରେ ବାହା ହେଲେ ସବୁଦିନ ପାଇଁ ତମକୁ ତମ ଘରର ଦାଣ୍ଡ ଦୁଆର ମୁହଁ ବନ୍ଦ ହେଇଯିବ। ଗୋଟେ ଝିଅ ପାଇଁ ବାପ ଘର 2.5 ଦିନର ସମ୍ପର୍କ। সেই সম্পর্কের মূল্য ମୋ ପାଇଁ କିଛି ନାହିଁ। ଆମ ଘରେ ବାହା ହେଲେ ତମକୁ ଏ ଗାଁ ଗଣ୍ଡା ବୁଲି କୁଲା ବାଉଁଶିଆ ବିକିବାକୁ ପଡିବ। ଆଉ ପୁନିଆ ପର୍ବରେ ଏ ଗାଁ ଘର ସାଇ ବୁଲି ପିଠାପଣା ମାଗିବାକୁ ପଡିବ। ପିତାଙ୍କ ପରି 7 ପଞ୍ଚବଟିର ଦୁଃଖକୁ ମୁଁ ହସି ହସି ଗ୍ରହଣ କରେ। କାହିଁକି ନା ମୋ ପାଇଁ ମୋ ଶାଶୁଘର ହେଉଛି ବୈକୁଣ୍ଠ। ତମେ ବୁଝୁନ କାହିଁକି ମା? ତମେ ଏ ଘରେ ପାଦ ଦେଲେ ତମେ ହବ ଗୋଚ୍ଛେଇତ ଘରର କୁଳ ବୋହୂ। ବଡ ବଣ୍ଡା ଝିଅ ହବ ଗୋଚ୍ଛେଇତ ଘରର ବୋହୂ। ଏବେ ସମସ୍ତ ଆରେ ଘର ନିରୀହ ଝିଅଟାକୁ ଶିଖାଇ ବୁଝେଇ ଫସାଇ ଦେଇଛ। ନାଇଁ ଶାନ୍ତେ, ଗୀତା ମା ଆଉ ଚିନୁ ପରସ୍ପର ଭଲ ପାଇ ବିବାହ କରିଛନ୍ତି। ତା ଛଡା ଏବେ ସବୁ କିଛି ବାପା ଗୀତା ମାକୁ ପଚାରୁଛନ୍ତି। ଗୀତା ମା ସବୁ କଥା ରାଜି ଅଛନ୍ତି ଶାନ୍ତେ। ଆରେ ସିଏ ରାଜି ଅଛି ନା ତମେ ଜୋର ଜବରଦସ୍ତ ତାକୁ ରାଜି କରେଇଛ? ନାଇଁ 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 ପ୍ରସାଦ, ନାଇଁ ଆମେ ତାକୁ କେବେ ବାଧ୍ୟ କରିନୁ ଆଜ୍ଞା। ମାଙ୍କୁ ଆମେ କେବେ କହିନୁ ଆମ ଘରେ ବାହା ହବା ପାଇଁ। ଆରେ କଣ ଅଛି ତମର? ନା ଜାତିପତି ନା ପ୍ରତିପତି କଣ ଅଛି ତମର? କୁଲା ବାଉଁଶିଆ ବିକିଲେ ମୁଠାଏ ଭାତ ଖାଇବ। ଘର ଜମି ବାରି ଯାହା ଥିଲା ସବୁ ମୋ ପାଖରେ ବନ୍ଦ। ଆରେ ମୂଳ ତ ମୂଳ 7 ଜନ୍ମ ଚେଷ୍ଟା କଲେ ସୁଧ ବି ଦେଇପାରିବନି। ଓ ବୁଝିଲି। ମୋ ଝିଅକୁ ଏ ଘରେ ବୋହୂ କରି ତମେ
ଆମେ ବୋହୂ କରି ଆଣିଛୁ ଅଛୁଆ ନାଁଟା ତମର ଲିଭିଯିବ ତମେ ଆଉ ମୋ ଟଙ୍କା ସୁଝିବନି ନାଇଁ ଶାନ୍ତେ ଆଉ ଏତେ ବଡ଼ ସାହସ କଣ ଆମେ କରିପାରିବୁ ମାଟି କଣ ଯାଇ ଆକାଶକୁ ଛୁଇଁଲାଣି ନା ପୋଖରୀ ଯାଇ ସମୁଦ୍ରରେ ମିଶିଲାଣି ଅଜାତିଆ ଅଛୁଆ ଶାନ୍ତେ ସାରା ଜୀବନ ସେଇ ଅଜାତିଆ ଅଛୁଆ ହିଁ ରହିଯିବ ସାଥୀ, ପ୍ରେମ ବୁଝେ ନାହିଁ ଜାତି ଧର୍ମ ବର୍ଣ୍ଣ ଖରସ୍ରୋତ ନଦୀ ପରି ବହିଛନ୍ତି ପ୍ରେମର ସ୍ୱରେ ମିଶିବାକୁ ଚିନୁ ଆଉ ଗୀତା ଯଦି ପରସ୍ପରକୁ ବିବାହ କରିଛନ୍ତି ଆମେ ତାଙ୍କ ନିଷ୍ପତ୍ତିକୁ ମାନି ନେବା ଉଚିତ ଶାନ୍ତେ ତାହେଲେ ତମ ସମସ୍ତଙ୍କର ଇଚ୍ଛା ମୋ ଝିଅ ଏ ଗୋଛେଇଟା ଘର ବୋହୂ ହବ ଗାଁ ଦାଣ୍ଡରେ କୁଲା ବାଉଁଶିଆ ମୁଣ୍ଡେଇ ବିକିବ ଦୁନିଆ ପର୍ବ ହେଲେ କାନି ପତେଇ ଗାଁରେ ଘର ଘର ବୁଲି ପିଠା ବାଟିବ ତମର ଏହି ଅପରିଷ୍କାର ଗୋଡ଼ରେ ସେ ମାଲିସ କରିବ ତେଲ ଲାଜ ଲାଗିବନି ଶାନ୍ତେ କୁଳ ବେଉସା କରିବା ଆମର ଧର୍ମ ଶାଶୁ ଶ୍ୱଶୁରଙ୍କର ସେବା କରିବା ଗୋଟେ ବୋହୂର କର୍ତ୍ତବ୍ୟ ଆଉ ସ୍ୱାମୀ ଖୁସିରେ ଖୁସି ଏହି ସ୍ୱାମୀର ଆଦେଶକୁ ପାଳନ କରିବା ଗୋଟେ ପତିବ୍ରତା ନାରୀର କର୍ତ୍ତବ୍ୟ ଚୁପ୍ ହେଇଯା କାହିଁକି ଚୁପ ହେବି ମ କାହିଁକି ଚୁପ ହେବି ଆମେ ଛୋଟ ଜାତି ବୋଲି ଆମେ କଣ ମଣିଷ ନୁହଁ ନା ଆମର ମାନ ସମ୍ମାନ ଇଜ୍ଜତ କିଛି ନାହିଁ ତମର ଇଜ୍ଜତ ଅଛି ଏ କେଶବ ବଡ଼ ବଡର ଇଜ୍ଜତ ନାହିଁ ତମେ କହୁଛ ମୋ ଝିଅ ଏ ଘର ଭାଇ ମୁଁ ଏ କେଶବ ବଡ଼ ପଣ୍ଡାର ଇଜ୍ଜତର ବାନାଟା ଚାରିଆଡ଼େ ଏ ଗୀତା ମୁଁ ତୋ ମୁହଁରୁ ଶୁଣିବାକୁ ଚାହୁଁଛି ମତେ କହ ତୁ କେଶବ ବଡ଼ ପଣ୍ଡାର ଝିଅ ହେଇ ଏ ଘର ଛାଡ଼ି ଚାଲିଯିବୁ ନା ଏ ଦିନ ଗୋଛାୟତର ବୋହୂ ହେଇ ଏ ଘରେ ରହିବୁ ଗୀତା କହ ଏ ଜଟିଳ ସମସ୍ୟା ଭିତରେ ମୁଁ କିଏ ନିଷ୍ପତ୍ତି ନେବି ମୋ ବାପାଙ୍କ ହାତ ଧରି ଏଠି ଚାଲିଯିବି ନା ଏ ଘରର ବୋହୂ ନେଇ ରହିବି କଣ ଚିନ୍ମୟ କହିବି କଣ କରିବି ତମେ ତମ ବାପାଙ୍କ ସାଙ୍ଗରେ ଚାଲିଯାଅ ଚିନ୍ମୟ ବୋହୂ ଏତେ ଶୀଘ୍ର ତମେ ତମ ନିଷ୍ପତ୍ତି ଜଣେଇ ଦେଲ ଆରେ ତମେ ଏবার ବୋଉ ହେଲେ ତମ ବାପାଙ୍କ ଜାତି ଚାଲିଯିବ ତମ ବାପା ମାନ ସମ୍ମାନ ସବୁ ନିଲାମ ହେଇଯିବ ତମ ବାପା ଗାଁରେ ମୁଣ୍ଡ ଟେକି ବାଟ ଚାଲିବେନି ବରଂ ଭଲ ହବ ସେ ସିନ୍ଦୁର ତମେ ନିଜ ହାତରେ ପୋଛି ତମ ବାପାଙ୍କ ସାଙ୍ଗରେ ଚାଲିଯାଅ ଏ ମୋ ପେଟରେ ବଢୁଥିବା ଏ ଛୁଆ କଣ କହିଲୁ ତୁ ତୋ ପେଟରେ ଛୁଆ ହଁ ବାପା ଚିନ୍ମୟ ରକ୍ତକୁ ଦେହରେ ଧରି ମୁଁ ଏବେ ମୋ ବାପାକୁ ଯାଉଛି ଆରେ କଣ କହିଲୁ ଗୋଟେ ଅଛୁଆ ଛୋଟ ଲୋକର ରକ୍ତକୁ ତୋ ପେଟରେ ଧରି ମା ହବାକୁ ଯାଉ ଆରେ ଆରେ ବଡ଼ ବଣ୍ଡିଆର ଇଜ୍ଜତଟାକୁ ତୁ ଦାଣ୍ଡରେ ନିଲାମ କର এই বড় বন্ডা গাঁরে ওরা বন্ডা বড়িয়া রহিবনি ବାପା ତାଙ୍କୁ ବୁଝିବାକୁ ଚେଷ୍ଟା କର ବାପା ତାଙ୍କୁ ବୁଝିବାକୁ ଚେଷ୍ଟା କର তোর কথা কଣ বুঝিবি আজ ମୁଁ তোকে মারু মারু মারিদেবি গীতা মহান্তর କିଛି ଦୋଷ ନାହିଁ ଗୀତା ମହାନ୍ତର କିଛି ଭୁଲ ନାହିଁ ସବୁ ହଉଛି ମୋ ପୁଅ ଚିନୁଆର ଭୁଲ ଚିନୁଆ ଚୁକି ଗୀତା ମା ଏ ଭୁଲ ବାଟରେ ପଡ଼ିଛନ୍ତି ଏ ଭୁଲ ବାଟରେ ପଡ଼ିଛନ୍ତି ପୁଅ ଚିନ୍ମୟ ମୁଁ ଏବେ କଣ କରିବି ପୁଅ ଚିନ୍ମୟ ମୁଁ ଏବେ କଣ କରିବି আবর্ষণ করে দিও বেঈমান নিমকারা ଗୋଟେ ଠୁଙ୍କେବାଜ କଣ କହିଲୁ ଗୀତା ମା ତାଙ୍କ ପେଟର ଛୁଆଟାକୁ ନଷ୍ଟ କରିଦେବେ ଏ ଗୋଟେ ଝିଅର ଜୀବନ ନଷ୍ଟ କରି ସାରିଲା ପରେ ଏବେ କହୁଛୁ କଣ ସେ ତାଙ୍କ ପେଟର ଛୁଆଟାକୁ ନଷ୍ଟ କରିଦେବେ ତତେ ଆଜି ପୁରା ମାରୁ 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 ମାରିଦେ ମରି ଯାଉ ସେଇଟା ছোট পিটি পিটি মারি দেবো না তো ও মারিদেবি এটাକୁ ମାରୁ ମାରୁ ଜୀବନ ମାରିଦେବି চিনু না তো কিন্তু কিছু তো নাই এই ସେ ଡଙ୍ଗାବାଜି ବନ୍ଦ କର ଆରେ ତମେ ମାନେ ସମସ୍ତେ ମିଶି ମୋ ଝିଅକୁ ଏମିତି ଅଠା କାଠିରେ ଛନ୍ଦି ଦେଇଛ ଯେ ତାର ମୁକୁଳି ଯିବାର ଆଉ ବାଟ ନାହିଁ
ହେଇଯାଇଛି ତୁ ଟିକେ ଶାନ୍ତକୁ ବୁଝାନୁ ତାର ଇଏ କିଛି ଗୋଟେ ସମାଧାନ ବାହାର କରନ୍ତୁ କିଛି ଭୁଲ ନାହିଁ ବାପା ସବୁ ଭୁଲ ହଉଛି ମୋର ସବୁ ଦୋଷ ହଉଛି ମୋର ତମେ ତାଙ୍କୁ କିଛି ବି ଦଣ୍ଡ ଦିଅନି ଯାହା ଦଣ୍ଡ ଦବା କଥା ମତେ ଦଣ୍ଡ ଦିଅ ନାଇଁ ସବୁ ଦୋଷ ହଉଛି ମୋ ଭାଇର ଦୋଷ ପାଇଁ ଯାହା ଦଣ୍ଡ ଦେବେ ମତେ ଦିଅନ୍ତୁ ଦଉଛି ଶାନ୍ତେ ବଞ୍ଚିଥିବା ଯାଏ ଆପଣଙ୍କ କରଜ ସୁଝିକି ମରିବି କୁହନ୍ତୁ ଶାନ୍ତେ କେଉଁ ନିଷ୍ପତ୍ତି ନେଲେ ଏ ସମସ୍ୟାର ସମାଧାନ ହବ କୁହନ୍ତୁ ଶାନ୍ତେ ଠିକ ଅଛି ମୋ ଝିଅ ଏତେ ବାଟ ଚାଲି ଯାଇଛି ଯେ ଆଉ ଫେରି ଆସିବା କେବେ ସମ୍ଭବ ନୁହଁ ମୁଁ ଏ ଘଟଣାର ସମାଧାନ ପାଇଁ ରାଜି ଅଛି ମୋ ଚିନ୍ମୟକୁ ମୋ ଜ୍ୱାଇଁ ହିସାବରେ ମୁଁ ଗ୍ରହଣ କରିବି ସତ କରୁଛନ୍ତି ଶାନ୍ତେ କିନ୍ତୁ ଗୋଟାଏ କଣ୍ଡିସନ କୁହନ୍ତୁ ଶାନ୍ତେ ଆପଣଙ୍କର ସବୁ ସର୍ତ୍ତ ମାନିବା ପାଇଁ ଆମେ ରାଜି ଝିଅକୁ ମୁଁ ଜ୍ୱାଇଁ ଭାବରେ ଗ୍ରହଣ କରିବି ସତ କିନ୍ତୁ ସେ ପୁରୀ ମୁକ୍ତି ମଣ୍ଡପ ଯାଇ ତା ଜାତି ପରିବର୍ତ୍ତନ କରିବ ହବ ବ୍ରାହ୍ମଣ ହେଇ ମୋ ଘରେ ରହିବ ଦରକାର ପଡ଼ିଲେ ତମ ମାନଙ୍କ ପାଇଁ ସବୁ ଶ୍ରୁତି ହେଇଯିବ ଅସମ୍ଭବ ଆଜି ଆକାଶ ଏକାଠି ହେଇପାରେ ଗ୍ରହ ନକ୍ଷତ୍ର ସେମାନେ ଗତିପଥ ବଦଳି ଦେଇପାରନ୍ତି ଜଗନ୍ନାଥ ନୀତି ଜାତିର ପରିବର୍ତ୍ତନ ହେଇଯାଇପାରେ ହେଲେ ମୋର ଜାତି ପରିବର୍ତ୍ତନ କରିବାର କୌଣସି ପ୍ରଶ୍ନ ଉଠୁନି ମୁଁ ଚିନ୍ମୟକୁ ଚାହେଁ ଦିନା ଗୋଚାଇତର ପୁଅ ଚଇତା ଗୋଚାଇତର ଭାଇ ମୋ ପାଇଁ ମୋ ଜାତି ମହାନ ଆଉ ମୋ ପାଇଁ ମୋ ବାପା ଭାଇ ମହାନ ଆଉ ମୋ ନୂଆ ବୋଉ ମୋ ପାଇଁ ଦେବି ଏମାନଙ୍କୁ ଚାହିଁଲେ ମୋର କାହା ସହିତ କିଛି ବି ସମ୍ପର୍କ ନାହିଁ ମୋର କିଛି ବି ସମ୍ପର୍କ ନାହିଁ ମୋର ବସ୍ ଚିନ୍ମୟ ବସ୍ ଏତେ ବଡ଼ ବେଇମାନ ତମେ ଏତେ ବଡ଼ ସ୍ୱାର୍ଥପର ତମେ ଶେଷରେ ନିଜ ରକ୍ତ ପାଇଁ ନିଜେ ଠକି ଦଉଛ ପଦ୍ମ ତୋଳିବା ଲୋଭରେ ଉଡ଼ି ମରିବା ଲୋଭୀ ମଣିଷ ଏ ଚିନ୍ମୟ ଗୋଛାଏ ଏ ଝାଟି ମାଟି ଘର अब नुआ को हाथ रंधार जो आनंद अच्छी चाल चपर कुड़िया और नड़िया चांचल जो सुखर निद अच्छी अब भाईर कांध गामुचार जो आनंद अच्छी आ मो बापा को भल पाइबा जो अच्छी तम सात महला प्रसाद कथा छाड़ स्वर्गरे खोजिले भी मिलबनी हसुना ଆଉ କିଛି ଶୁଣିବା ଦରକାର ନାହିଁ ଆମେ ବୁଝିପାରୁନୁ କାହିଁକି ତମେ ଝାଟି ବଟି ଗୁଳିଆ ଛାଡ଼ି ଏସି ରୁମରେ ରହିବ ଏ ଝାଟି ବଟି ଗୁଳିଆ ଛାଡ଼ି ଏସି ରୁମରେ ରହିଲେ ତମେ ସାରା ଜୀବନ तथापि मोर जीवन प्रश्न उठुनी ଯିବୁ भाई भाई मु मरी गले भी जीविनी ତୁ ନଗଲେ ଆମେ ସମସ୍ତେ ବିଷ ପିଇ ମରିବୁ ए मोर किछि भूल नै बापा କଣ ଚଇତା ତୋ ଭାଇ ଠାରୁ ସବୁ ସମ୍ପର୍କ କାଟି ତାକୁ ମୋ ପାଖକୁ ପଠେଇଦେବୁ ମୁଁ ଆସନ୍ତା କାଲି ତାକୁ ପୁରୀ ମୁକ୍ତି ମଣ୍ଡପ ନେଇ ଆସୁଛି कलिजा को अलग करके कौन बंची पारे अरे तू पूरा हम समस्त छातीर कलिजा भागवत लेखा अच्छी निजे निजर कर्म फले जाची मु दौ थाए बड़े राजा दशरथ को कर्मफल पाई प्रभु रामचंद्र 14 वर्ष वनवास जाइए आ निजर कर्मफल पाई बड़ राजा घास काटी प्रभु श्रीकृष्ण निजर कर्मफल पाई शबर हाथ मरी सुखदेव मुनि करक्षित राजा को कही हे राजन
কর্ম মোহর নিজ গুরু উদ্ধব কেতে তু পচারু দিনে ଆମ ସମସ୍ତଙ୍କୁ ଆମ କର୍ମର ଫଳ ଭୋଗିବାକୁ ପଡ଼ିବ। ତୁ କୋଉ ଜନ୍ମରେ କି ପୁଣ୍ୟ କରିଥିଲୁ? ଏ ଜନ୍ମରେ ଆମ ଏ ଅଜାତିଆ କୁଳରୁ ମୁକ୍ତି ପାଇଗଲୁ। ଏ ଗାଁର ସମସ୍ତେ ଶୁଣ, ମୋ ଭାଇ ଜାତି ଶ୍ରେଷ୍ଠ, ବର୍ଣ୍ଣ ଶ୍ରେଷ୍ଠ, କୁଳ ଶ୍ରେଷ୍ଠ ବ୍ରାହ୍ମଣ ହବ। ବ୍ରାହ୍ମଣ ହବ ମୋ ଭାଇ। ତମେ ସେମିତି କୁହନି। ତମେ ଯାଅ ମୋର କ୍ୱେଷ୍ଟ କର, ମତେ ଯେମିତି ପାଚିକୁ ନେଇ ଯାଉ। ହେଲେ ମୋ ପରିବାରଠାରୁ ମତେ ଅଲଗା କରିଦିଅନି, ଅଲଗା କରିଦେବେ ମତେ। ବିବାହକୁ ହବରେ ଚିନ୍ମୟ ପଣ୍ଡା ସାହେବଙ୍କ ପାଖରେ ତୋ ପାଇଁ ଟଙ୍କା ଆଣିଥିବା ଭାଇ ଆଉ ବନ୍ଧା ପଡ଼ିଯିବେ। ତା ନହେଲେ ପଣ୍ଡା ସାହେବ ଏ ଘରଟାକୁ ନିଲାମରେ ନେଇଯିବେ। ତା ନହେଲେ ତୋ ଭାଇ ଆଉ ତୋ ଭାଉଜ ପଣ୍ଡା ସାହେବଙ୍କ ଘରେ ଗୋଟିଏ ସମୟକୁ ଘଟିବେ। ଶେଷରେ ତ ଆମର ବି फांसी दंड दुख ना बुझे दियो मुझे घरे रही बाबू मुझे घरे रही ଘରେ ତୋ ପାଇଁ ଆଉ ଭାତ ହାଣ୍ଡିରେ ଚାଉଳ ନୂଆ ବୋଉ କହି ତମେ ଆଉ ମୋ କାନିରେ ମୁହଁ ପୋଛି ଆଉ କହିବନି ନୂଆ ବୋଉ ମୋ ପାଇଁ ବଡ଼ି ଟିକେ ଚୁରି ଦିଅନ୍ତନି, ଶାଗ ଟିକେ ଘରଣେ ଦିଅନ୍ତନି, ବାସି ପଖାଳ ମୋ ଚାରି ଥୁଆ କରି ଦିଅନ୍ତନି। ସଞ୍ଜ ହେଲେ ଚଢ଼େଇ ବସକୁ ମଧୁରୀ ହେଇ ଗାଈ ଗୁହାଳକୁ ଫେରେ, ରାତି ହେଲେ ଜହ୍ନ ଆକାଶକୁ ହେଲେ ତମେ ଏମିତି ଜାଗାକୁ ଯାଉଛ ଯେ ଆଉ କେବେ ଫେରିବ। ଯୋଉ ନୂଆ ବୋଉ କାନିରେ ତୁମେ ମୁହଁ ପୋଛୁଥିଲ, ଆଜିଠୁ ସେଇ ନୂଆ ବୋଉର କାନି ତମ ପାଇଁ ଅଛୁଆଇ। पठेई न बुझे दे मनटाକୁ तोर बुझे दे हूँ आमर झी ताको तो शाशु विदा करदे प्रकृत